ଜାତୀୟ ବିଜ୍ଞାନ ଦିବସ 2026 ଉପଲକ୍ଷେ ବଛା ବଛା କୁଇଜ। ନମ୍ବର 1, ଭାରତରେ ଜାତୀୟ ବିଜ୍ଞାନ ଦିବସ କେବେ ପାଳନ କରାଯାଏ? ଉତ୍ତର ଫେବୃଆରୀ 28 ତାରିଖ। ଭାରତରେ ଜାତୀୟ ବିଜ୍ଞାନ ଦିବସ ଫେବୃଆରୀ ମାସ 28 ତାରିଖରେ ପାଳନ କରାଯାଏ। 2, କେଉଁ ବୈଜ୍ଞାନିକଙ୍କ ସ୍ମୃତିରେ ଏହି ଦିବସ ପାଳନ କରାଯାଏ? ଉତ୍ତର ସାର୍ ସି.ଭି. ରମଣ। ସାର୍ ସି.ଭି. ରମଣଙ୍କ ସ୍ମୃତିରେ ଏହି ଦିବସ ବା ଜାତୀୟ ବିଜ୍ଞାନ ଦିବସ ପାଳନ କରାଯାଏ। ନମ୍ବର 3, ସି.ଭି. ରମଣ କେଉଁ ଆବିଷ୍କାର ପାଇଁ ନୋବେଲ ପୁରସ୍କାର ପାଇଥିଲେ? ଉତ୍ତର ରମଣ ପ୍ରଭାବ। ସି.ଭି. ରମଣ ରମଣ ପ୍ରଭାବ ଆବିଷ୍କାର ପାଇଁ ନୋବେଲ ପୁରସ୍କାର ପାଇଥିଲେ। ନମ୍ବର 4, ସି.ଭି. ରମଣ କେଉଁ ବର୍ଷ ନୋବେଲ ପୁରସ୍କାର ପାଇଥିଲେ? ଉତ୍ତର 1930 ମସିହାରେ। ସି.ଭି. ରମଣ 1930 ମସିହାରେ ନୋବେଲ ପୁରସ୍କାର ପାଇଥିଲେ। ନମ୍ବର 5, ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ପାଇବାରେ ସି.ଭି. ରମଣ କେଉଁ ସ୍ଥାନରେ ଥିଲେ? ଉତ୍ତର ସେ ପ୍ରଥମ ଏସୀୟ ବ୍ୟକ୍ତି। ତ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ପାଇବାରେ ସି.ଭି. ରମଣ ଥିଲେ ପ୍ରଥମ ଏସୀୟ ବ୍ୟକ୍ତି। ନମ୍ବର 6, ରମଣ ପ୍ରଭାବ ମୁଖ୍ୟତଃ କାହା ସମ୍ପର୍କିତ ବା କାହା ସହିତ ସମ୍ପର୍କିତ? ଉତ୍ତର ଆଲୋକର ବିଚ୍ଛୁରଣ। ରମଣ ପ୍ରଭାବ ମୁଖ୍ୟତଃ ଆଲୋକର ବିଚ୍ଛୁରଣ ସହିତ ସମ୍ପର୍କିତ। ନମ୍ବର 7, ଭାରତ ସରକାର କେଉଁ ବର୍ଷ ଠାରୁ ଜାତୀୟ ବିଜ୍ଞାନ ଦିବସ ପାଳନ କରିବାକୁ ଘୋଷଣା କଲେ? ଉତ୍ତର 1986 ମସିହାରେ ପ୍ରଥମେ 1987ରେ ପାଳିତ ହୋଇଥିଲା। ପିଲାମାନେ ଆମ ଭାରତରେ 1987 ମସିହାରେ ପାଳିତ ହୋଇଥିଲା ପ୍ରଥମ ଜାତୀୟ ଦିବସ ବା ପ୍ରଥମ ଜାତୀୟ ବିଜ୍ଞାନ ଦିବସ। ନମ୍ବର 8, ସି.ଭି. ରମଣଙ୍କୁ କେଉଁ ବର୍ଷ ଭାରତ ରତ୍ନ ପ୍ରଦାନ କରାଯାଇଥିଲା? ଉତ୍ତର 1954 ମସିହାରେ। ସି.ଭି. ରମଣଙ୍କୁ 1954 ମସିହାରେ ଭାରତ ରତ୍ନ ପ୍ରଦାନ କରାଯାଇଥିଲା। ନମ୍ବର 9, କାହାକୁ ଭାରତର ମିସାଇଲ ମ୍ୟାନ କୁହାଯାଏ? ତ ପିଲାମାନେ ଏହା ମଧ୍ୟ ବିଜ୍ଞାନ ରିଲେଟେଡ, ତେଣୁ ଏଗୁଡ଼ିକ ମଧ୍ୟ ପ୍ରସ୍ତୁତ ଭଲ ଭାବରେ ହୋଇଥିବ। ତ ମିସାଇଲ ମ୍ୟାନ ଏ.ପି.ଜେ. ଅବଦୁଲ କଲାମଙ୍କୁ କୁହାଯାଏ। ନମ୍ବର 10, ଭାରତର ପ୍ରଥମ କୃତ୍ରିମ ଉପଗ୍ରହର ନାମ କଣ? ଉତ୍ତର ଆର୍ଯ୍ୟଭଟ୍ଟ। ଭାରତର ପ୍ରଥମ କୃତ୍ରିମ ଉପଗ୍ରହର ନାମ ହେଉଛି ଆର୍ଯ୍ୟଭଟ୍ଟ। ଇସ୍ରୋର ସମ୍ପୂର୍ଣ୍ଣ ନାମ କଣ? ଉତ୍ତର ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ। 12, ଭାରତୀୟ ମହାକାଶ ବିଜ୍ଞାନର ଜନକ କିଏ? ନମ୍ବର 11, ଇସ୍ରୋର ସମ୍ପୂର୍ଣ୍ଣ ନାମ କଣ? ଉତ୍ତର ଇସ୍ରୋର ସମ୍ପୂର୍ଣ୍ଣ ନାମ ହେଉଛି ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ। ନମ୍ବର 12, ଭାରତୀୟ ମହାକାଶ ବିଜ୍ଞାନର ଜନକ କିଏ? ଉତ୍ତର ବିକ୍ରମ ସାରାଭାଇ। ନମ୍ବର 13, ଚନ୍ଦ୍ରଯାନ-3 କେଉଁ ତାରିଖରେ ଚନ୍ଦ୍ର ପୃଷ୍ଠରେ ସଫଳ ଅବତରଣ କରିଥିଲା? ଉତ୍ତର 23 ଅଗଷ୍ଟ 2023। 23 ଅଗଷ୍ଟ 2023 ମସିହାରେ ଚନ୍ଦ୍ରଯାନ-3 ଚନ୍ଦ୍ର ପୃଷ୍ଠରେ ସଫଳ ଅବତରଣ କରିଥିଲା। ନମ୍ବର 14, ସେହି ଦିନଟିକୁ ଅଗଷ୍ଟ 23 ଦିନଟିକୁ ବର୍ତ୍ତମାନ କେଉଁ ଦିବସ ଭାବେ ପାଳନ କରାଯାଉଛି? ଉତ୍ତର ଜାତୀୟ ମହାକାଶ ଦିବସ। ତ ମନେ ରଖିବ, ଚନ୍ଦ୍ରଯାନ-3ର ସଫଳ ଅବତରଣ ଦିନଟିକୁ ଜାତୀୟ ମହାକାଶ ଦିବସ ଭାବରେ ପାଳନ କରାଯାଉଛି। ଭାରତର ପ୍ରଥମ ମହାକାଶଚାରୀଙ୍କ ନାମ କଣ? ଉତ୍ତର ରାକେଶ ଶର୍ମା। ଭାରତର ପ୍ରଥମ ମହାକାଶଚାରୀଙ୍କ ନାମ ହେଉଛି ରାକେଶ ଶର୍ମା। ନମ୍ବର 16, କେଉଁ ଗ୍ୟାସକୁ ହସାଉଥିବା ଗ୍ୟାସ ବା ଲାଫିଂ ଗ୍ୟାସ କୁହାଯାଏ? ଉତ୍ତର ନାଇଟ୍ରସ ଅକ୍ସାଇଡ। ନାଇଟ୍ରସ ଅକ୍ସାଇଡ ଗ୍ୟାସକୁ ହସାଉଥିବା ଗ୍ୟାସ ବା ଲାଫିଂ ଗ୍ୟାସ କୁହାଯାଏ। ନମ୍ବର 17, ଜଳର ରାସାୟନିକ ସଂକେତ କଣ? ଉତ୍ତର H2O। ଜଳର ରାସାୟନିକ ସଂକେତ ହେଉଛି H2O। ନମ୍ବର 18, ଆଧୁନିକ ରସାୟନ ବିଜ୍ଞାନର ଜନକ କିଏ? ଆଧୁନିକ ରସାୟନ ବିଜ୍ଞାନର ଜନକ ହେଉଛନ୍ତି ଆଣ୍ଟୋନି ଲାଭୁସିୟର। ନମ୍ବର 19, ମଣିଷ ଶରୀରରେ
କେତୋଟି ହାଡ଼ ଅଛି? ଉତ୍ତର 206ଟି। ମନେ ରଖିବ ପିଲାମାନେ, ମଣିଷ ଶରୀରରେ 206ଟି ହାଡ଼ ରହିଛି। ନମ୍ବର 20, ରକ୍ତର ରଙ୍ଗ ନାଲି କାହିଁକି ହୋଇଥାଏ? ଉତ୍ତର ହିମୋଗ୍ଲୋବିନ ଯୋଗୁଁ। ହିମୋଗ୍ଲୋବିନ ଯୋଗୁଁ ରକ୍ତର ରଙ୍ଗ ନାଲି ହୋଇଥାଏ। ନମ୍ବର 21, ପୃଥିବୀର ସବୁଠାରୁ କଠିନ ପଦାର୍ଥ କ'ଣ? ଉତ୍ତର ହୀରା। ହୀରା ହେଉଛି ପୃଥିବୀର ସବୁଠାରୁ କଠିନ ପଦାର୍ଥ। ପ୍ରଶ୍ନ ନମ୍ବର 22, ବାୟୁମଣ୍ଡଳରେ କେଉଁ ଗ୍ୟାସ ସବୁଠାରୁ ଅଧିକ ପରିମାଣରେ ଅଛି? ଉତ୍ତର ନାଇଟ୍ରୋଜେନ। ନମ୍ବର 23, ସୂର୍ଯ୍ୟଙ୍କ ଠାରୁ ଆମକୁ କେଉଁ ଭିଟାମିନ୍ ମିଳେ? ଉତ୍ତର ଭିଟାମିନ୍ ଡି। 24 ନମ୍ବର, ଉଦ୍ଭିଦ ମାନଙ୍କର ପ୍ରାଣ ଅଛି ବୋଲି କେଉଁ ଭାରତୀୟ ବୈଜ୍ଞାନିକ ପ୍ରମାଣ କରିଥିଲେ? ଉତ୍ତର ଜଗଦୀଶ ଚନ୍ଦ୍ର ବୋଷ। ନମ୍ବର 25, ଓଜୋନ ସ୍ତର ଆମକୁ କେଉଁ ରଶ୍ମିରୁ ରକ୍ଷା କରେ? ଉତ୍ତର ଅତି ବାଇଗଣୀ ରଶ୍ମି। ସ୍ତର ଆମକୁ ଅତି ବାଇଗଣୀ ରଶ୍ମିରୁ ରକ୍ଷା କରେ। ନମ୍ବର 26, ବିଦ୍ୟୁତ ବଲ୍ବ କିଏ ଉଦ୍ଭାବନ କରିଥିଲେ? ଉତ୍ତର ଥୋମାସ ଆଲଭା ଏଡିସନ। ନମ୍ବର 27, ଟେଲିଫୋନର ଉଦ୍ଭାବକ କିଏ? ଉତ୍ତର ଆଲେକ୍ସାଣ୍ଡର ଗ୍ରାହାମ ବେଲ। ନମ୍ବର 28, ପାଣି କେତେ ଡିଗ୍ରୀ ସେଲସିୟସରେ ବରଫ ହୁଏ? ଉତ୍ତର 0 ଡିଗ୍ରୀ। ନମ୍ବର 29, ବିଶ୍ୱ ପରିବେଶ ଦିବସ କେବେ ପାଳନ କରାଯାଏ? ଉତ୍ତର ଜୁନ ମାସ 5 ତାରିଖରେ। ନମ୍ବର 30, କମ୍ପ୍ୟୁଟରର ଜନକ ଭାବେ କିଏ ପରିଚିତ? ଉତ୍ତର ଚାର୍ଲସ ବ୍ୟାବେଜ। ଚାର୍ଲସ ବ୍ୟାବେଜ ହେଉଛନ୍ତି କମ୍ପ୍ୟୁଟରର ଜନକ। ତ ପିଲାମାନେ, ଇଏ ଥିଲା ତୁମମାନଙ୍କର ଜାତୀୟ ବିଜ୍ଞାନ ଦିବସ ଉପଲକ୍ଷେ ଭେରି ଭେରି ଇମ୍ପୋର୍ଟାଣ୍ଟ କୁଇଜ। ତ ଭଲ ଭାବରେ ପ୍ରସ୍ତୁତ ହୁଅ। ଆଉ କେଉଁମାନେ ଜିକେ ବା କୁଇଜ କମ୍ପିଟିସନରେ ଭାଗ ନେଇଛ, ତୁମମାନଙ୍କର ସୁନ୍ଦର ସୁନ୍ଦର ନେମ୍ ମୋତେ କମେଣ୍ଟରେ ନିଶ୍ଚିତ ଜଣାଇବ। ଆଜି ପାଇଁ ରହୁଛି, ଥ୍ୟାଙ୍କ ୟୁ।